ଆଜି ମୁଁ ଆପଣଙ୍କୁ ଦେଖେଇବି ପାଳ ଛତୁ ଚାଷ କେମିତି କରାହୁଏ। ଆପଣ ନିଜେ ଘରେ ଚାହିଁଲେ ବସିକିନା ଦୁଇଟା ବେଡ଼ କରିକିନା ଆପଣ ଖାଇପାରିବେ। ବେଶୀ ନାହିଁ, ଆପଣ ଦୁଇଟା ବେଡ଼ କରିବେ, ତାପରେ ସିଏ ଖାଇସାରିଲା ପରେ ଆଉ ଦୁଇଟା ବେଡ଼ କରିବେ। ଏମିତି କରେ ଫ୍ରେଶ୍ ଛତୁ ଯଦି ଚାହୁଁଛନ୍ତି ତାହେଲେ ନିଜ ବାଡ଼ିରେ ଆପଣ ଆମ୍ବ ଗଛ ଛାଇ ମୂଳେ ହେଉ ଯେକୌଣସି ଛାଇ ଜାଗାରେ ଦୁଇଟା ବେଡ଼ ପକାଇ ଫ୍ରେଶ୍ ଛତୁ ଖାଇପାରିବେ। ମୁଁ ଆଜି ଆପଣଙ୍କୁ ଦେଖେଇବି ଛତୁ ଚାଷ କେମିତି ହୁଏ। ଭିଡ଼ିଓଟାକୁ ଫାଷ୍ଟରୁ ଲାଷ୍ଟ ଯାକେ ଦେଖନ୍ତୁ। ବେଡ଼ ପକାଇବା ଛତୁ ବେଡ଼ ପାଇଁ ଦେଖ ମୁଁ ନଡ଼ା ଗୋଟେ ରାତି ପୁରା ଭିଜେଇକିନା ରଖିଥିଲି, ଛୋଟ ଛୋଟ ବିଡ଼ା କରିଦେଇଛି। ଆଉ ତାପରେ ଏବେ ଏଠି ଦେଖ ବେସନ ଅଛି ଆଉ ଛତୁ ମଞ୍ଜି ଅଛି। ବର୍ତ୍ତମାନ ଆମେ କ'ଣ କରିବା, ସେ ଛତୁ ମଞ୍ଜିକି ଭାଙ୍ଗିକିନା ବାହାର କରିବା। ଆଉ ବାହାର କନା ତାପରେ ବେଡ଼ ପ୍ରସ୍ତୁତ କଲେ ମଞ୍ଜି ପକାଇବା। ଆଉ ଆମେ ଭାଙ୍ଗିକିନା ଦେଖାଉଛି ଆପଣଙ୍କୁ। ଦେଖ ଆମେ ମଞ୍ଜିକି ଭାଙ୍ଗି ଦେଇଛେ। ଏବେ ଦେଖ ବୋତଲରୁ ମଞ୍ଜିକି ବାହାର କରିଦେଇଛେ। ଏବେ ଆକୁ କ'ଣ କରିବା, ଆମେ ଛୋଟ ଛୋଟ ପିସ୍ କରିଦେବା। ଏବେ ଦେଖ ଆମେ ନଡ଼ା ଦେଇ ଦେଇଛେ। ଏବେ କ'ଣ କରିବା, ଏମିତି ସବୁ ମଞ୍ଜିକି ଦେବା। ଏବେ କ'ଣ କରିବା, ତାପରେ ଆମେ ଟିକେ ଟିକେ ବେସନ ଦେଇଦେବା। ଏବେ କ'ଣ କରିବା, ତାପରେ ଯେମିତି ନଡ଼ା ଦେଇଛେ ଏମିତି ଓଲଟା ରଖିବା ନଡ଼ା। ତାପରେ ସେମିତି ମଞ୍ଜି ଦେବା। ତାପରେ ପୁଣି ସେମିତି ବେସନ ଟିକେ ଟିକେ ଦେବା। ଦୁଇଟା ଲେୟାର ହେଇଗଲା। ଏବେ କ'ଣ କରିବା, ତାପରେ ପୁଣି ସେମିତି ନଡ଼ା ଦେବା। ଏବେ ବି ସେମିତି ମଞ୍ଜି ଦେବା। ଏବେ ସେମିତି ପୁଣି ବେସନ ଦେବା। এইটা ହେଉଛି ସଭା ଉପର ସ୍ତର, ତେଣୁକରି ଏଇଟାରେ କ'ଣ କରିବା, ଆମେ ସାଇଡ଼୍ରେ ମଞ୍ଜି ଦେବା ପ୍ଲସ୍ ମଝିରେ ବି ମଞ୍ଜି ଦେବା। ସାଇଡ଼୍ରେ ମଞ୍ଜି ଦେଇଦେଲେ ଏମିତି ସାଇଡ଼୍ରେ ଦେଇଦେଲେ, ତାପରେ କ'ଣ କରିବା, ମଝିରେ ବି ମଞ୍ଜି ଦେବା। ଏଇଟା ପୁରା ଉପର ଲେୟାର ନା, ମଝିରେ ବି ମଞ୍ଜି ଏମିତି ଦେଇଦେବା। ଏବେ କ'ଣ କରିବା, ତାପରେ ଆମେ ଟିକେ ଟିକେ ବେସନ ଦେଇଦେବା। ଏବେ କ'ଣ କରିବା, ନଡ଼ା ଆମେ ୟା ଉପରେ ଗୋଟେ ଲେୟାର ପୁରା ବିଛାଇଦେବା। ୟା ଉପରେ ପୁରା ଗୋଟେ ଲେୟାର ନଡ଼ା ଏମିତି ବିଛାଇଦେବା। ଦେଖ ଏବେ ଆମର ଗୋଟେ ବେଡ଼ ପ୍ରସ୍ତୁତ ହୋଇଯାଇଛି। এইଭଳି କ'ଣ କରିବା, ଆଉ ଗୋଟେ ବେଡ଼ ଆମେ
ପକେଇବା। ଆମର ଏବେ ବେଡ଼ ପ୍ରସ୍ତୁତ ହୋଇଯାଇଛି। ଏବେ କ'ଣ କରିବା, ତା ଉପରେ ଜରି ଘୋଡ଼େଇବା ଆଉ। ଏବେ କ'ଣ କରିବା, ଏ ଜରିଟାକୁ ତା ଉପରେ ଘୋଡ଼େଇବା ଆଉ। ଦେଖ ଆମେ ଏମିତି କ'ଣ କଲେ ନା ଜରିକି କଭର୍ କରିଦେଲେ। ୟାକୁ ଆମେ ପୁରା 7 ଦିନ ଯାକେ ଏମିତି ଛାଡ଼ିଦେବା। 7 ଦିନ ପରେ ଖୋଲିକିନା ଦେଖିବା ତାହେଲେ କ'ଣ ଅବସ୍ଥା ହେଇଛି ଆଉ। ଆମେ ବର୍ତ୍ତମାନ ୟାକୁ 7 ଦିନ ପର୍ଯ୍ୟନ୍ତ ଛାଡ଼ିଦେବା ଏମିତି। ଛତୁ ବେଡ଼ 7 ଦିନ ହେଇଯାଇଛି। 7 ଦିନ ପରେ କ'ଣ କରିବା ନା ଆଜି ଆମେ ଯେଉଁ ପଲିଥିନ୍ ଘୋଡ଼େଇ ଥିଲେ ବେଡ଼ ଉପରେ ତାକୁ ଆମେ ବାହାର କରିଦେବା ଆଜି। ଏ ଦେଖ ପଲିଥିନ୍ ଘୋଡ଼ା ହେଇଥିଲା ନା ଜରି, ତାକୁ ଆମେ କ'ଣ କରିବା ଆଜି ବାହାର କରିଦେବା ଆଉ। ଆଜି ଆମେ ପଲିଥିନ୍ ବାହାର କରିଦେଲେ। ଏବେ ଦେଖ ଫିମ୍ପି ହେଇଛି। ଇଏ ଛତୁ କଢ଼ ହେବ ଆଉ। ଏଗୁଡ଼ା ଫିମ୍ପି ହେଇଛି, ଭିତରେ ହେଇଥିବ ଜଣାପଡ଼ୁନି ଆଉ। ଏ ଭିତରେ ହେଇଛି ସବୁ, ଫିମ୍ପି ହେଇଯାଇଛି। ଏମିତି ଦେଖ ଫିମ୍ପି ହେଇଯାଇଛି ଏଇଟାରେ। ଏ ଦେଖ ହେଇଛି ଏଗୁଡ଼ା ଭିତରେ ହେଇଛି ଆଉ। ୟା ପରେ ଆଉ ଜଡ଼ି ଦେବାନି, ବାହାର କରିଦେଲେ ଆଉ। ଆପଣମାନେ ତ ଛତୁ ଚାଷ ବିଷୟରେ ଫାଷ୍ଟରୁ ଲାଷ୍ଟ ଯାକେ ଦେଖିଲେ, ଆଉ ଜାଣିଲେ କେମିତି ଛତୁ ଚାଷ ହୁଏ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଛି, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ହଁ, ଛତୁ ଚାଷ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ।